ମାର୍କ ଲିଖିତ ସୁସମାଚାରରୁ ପାଠ 7 ଅଧ୍ୟାୟ 14-23 ପଦ ପର୍ଯ୍ୟନ୍ତ। ଯୀଶୁ ଜନତାକୁ ପୁନର୍ବାର ନିଜ ପାଖକୁ ଡାକି କହିଲେ, ତୁମେମାନେ ସମସ୍ତେ ମୋ କଥା ଶୁଣ ଓ ବୁଝିନିଅ। ମନୁଷ୍ୟର ବାହାରେ ଏପରି କିଛି ନାହିଁ ଯାହା ଭିତରକୁ ଯାଇ ତାହାକୁ ଅଶୁଚି କରିପାରେ। ବରଂ ମନୁଷ୍ୟଠାରୁ ଯାହା ବାହାରି ଆସେ ତାହା ମନୁଷ୍ୟକୁ ଅଶୁଚି କରେ। ଯାହାର କାନ ଅଛି ସେ ଶୁଣୁ। ଯୀଶୁ ଜନତାକୁ ବିଦାୟ ଦେଇ ଗୃହରେ ପ୍ରବେଶ କରିବା ସମୟରେ ତାଙ୍କ ଶିଷ୍ୟମାନେ ଏହି ଦୃଷ୍ଟାନ୍ତ ବିଷୟରେ ତାହାଙ୍କୁ ପଚାରିଲେ। ସେ ସେମାନଙ୍କୁ କହିଲେ, ତୁମେମାନେ ମଧ୍ୟ କ'ଣ ବୁଝିପାରୁନାହଁ? ତୁମେ କ'ଣ ଦେଖିପାରୁନାହଁ? ଯାହା କିଛି ବାହାରୁ ମନୁଷ୍ୟ ଭିତରକୁ ଯାଏ ତାହା ତାକୁ ଅଶୁଚି କରିପାରେ ନାହିଁ, କାରଣ ତାହା ତାର ହୃଦୟ ଭିତରକୁ ଯାଏ ନାହିଁ, ବରଂ ତାହା ତାର ଉଦରକୁ ଯାଇ ପରେ ନିଷ୍କାସିତ ହୁଏ। ଏହା କହିବା ଦ୍ୱାରା ସେ ବ୍ୟକ୍ତ କଲେ ଯେ ସବୁ ପ୍ରକାର ଖାଦ୍ୟ ଶୁଚି ଅଟେ। ସେ ପୁଣି କହିଲେ, ମନୁଷ୍ୟର ଅନ୍ତରରୁ ଯାହା ବାହାରକୁ ଆସେ ତାହା ହିଁ ମନୁଷ୍ୟକୁ ଅଶୁଚି କରେ। କାରଣ ଅନ୍ତରରୁ ଅର୍ଥାତ୍ ମନୁଷ୍ୟ ହୃଦୟ ଭିତରୁ ଦୁଶ୍ଚିନ୍ତା, ଯୌନ କୁଶ୍ଚରିତ୍ର, ନରହତ୍ୟା, ବ୍ୟଭିଚାର, ଲୋଭ, ଦୁଷ୍ଟତା, ପ୍ରବଞ୍ଚନା, କାମୁକତା, ଈର୍ଷା, ଅପବାଦ, ଗର୍ବ, ମୂର୍ଖତା ପ୍ରଭୁ ବାହାରିଥାଏ। ଏହିପରି ସମସ୍ତ ମନ୍ଦ କାର୍ଯ୍ୟ ମନୁଷ୍ୟର ଅନ୍ତରରୁ ବାହାରି ଆସେ ଓ ତାହାକୁ ଅଶୁଚି କରେ। ପ୍ରଭୁଙ୍କର ସୁସମାଚାର। ପ୍ରିୟ ବନ୍ଧୁଗଣ, ଯୀଶୁଖ୍ରୀଷ୍ଟ ନିଜ ଶିଷ୍ୟମାନଙ୍କୁ ଦୃଷ୍ଟାନ୍ତ ଦ୍ୱାରା ଶିକ୍ଷା ଦେଲେ। କାହାଣୀ ଦ୍ୱାରା, ଗପ ଦ୍ୱାରା, ଦୃଷ୍ଟାନ୍ତ ଦ୍ୱାରା ନିଜର ଶିଷ୍ୟମାନଙ୍କୁ ସେ ଶିକ୍ଷା ଦେଲେ। ଉଦାହରଣ ଦେଇ ସେ ସେମାନଙ୍କୁ ଶିକ୍ଷା ଦେଲେ। ଏହିପରି ଭାବରେ ଯୀଶୁଖ୍ରୀଷ୍ଟ ନିଜର ଶିଷ୍ୟମାନଙ୍କୁ ଶିକ୍ଷା ଦେଉଥିଲେ। କିନ୍ତୁ ବେଳେବେଳେ ଶିଷ୍ୟମାନେ ନ ବୁଝିଲେ ସେମାନେ ଯୀଶୁଙ୍କୁ ପୁଣି ଥରେ ପଚାରୁଥିଲେ। ତେଣୁ ଆଜି ସେ ପଚାରୁଛନ୍ତି, ହେଲେ ମନୁଷ୍ୟ କିପରି ଅଶୁଚି ହୁଏ? କ'ଣ ତାହାକୁ ଅଶୁଚି କରେ? ଯିହୁଦୀମାନଙ୍କ ପରମ୍ପରା ଅନୁସାରେ ଯଦି ସେ କୁଷ୍ଠ ରୋଗୀକୁ ଛୁଇଁବ, ଅନ୍ୟ ଘରକୁ ଯିବ, ବିଜାତିମାନଙ୍କ ସହିତ ଖାଇବ, ଯାହା ମନା କରାଯାଇଛି ସେହି ଖାଦ୍ୟ ଖାଇବ, ତାହେଲେ ମନୁଷ୍ୟ ଅଶୁଚି ହୁଏ। ଏହା ଥିଲା ଯିହୁଦୀମାନଙ୍କର ବୁଝାମଣା। କିନ୍ତୁ ଯୀଶୁ ସେମାନଙ୍କୁ କହୁଛନ୍ତି, ଖାଇବା ଦ୍ୱାରା ଆମେ ଅଶୁଚି ହୋଇନଥାଉ। ତେଣୁ ଯେକୌଣସି ଖାଦ୍ୟ ଆମମାନେ ଖାଇପାରିବା। ପୁରାତନ ବିଧାନରେ ଥିଲା ସବୁକିଛି, କିନ୍ତୁ ପ୍ରଭୁ ତାହାକୁ ସଂଶୋଧନ କରି କହୁଛନ୍ତି, ଯେକୌଣସି ଖାଦ୍ୟ ଆମମାନେ ଖାଇପାରିବା, ତାହା ଆମକୁ ଅଶୁଚି କରେ ନାହିଁ। କିନ୍ତୁ ଆମ ହୃଦୟରୁ ବା ଆମ ମନରୁ ଯାହା ସବୁ ବାହାରେ ତାହା ହିଁ ଆମକୁ ଅଶୁଚି କରେ। ତେଣୁ ସେ ଉଦାହରଣ ଦେଇ କହୁଛନ୍ତି, ବିଶେଷ କରି ଦୁଶ୍ଚିନ୍ତା, ଯୌନ ଦୁଶ୍ଚରିତ୍ର, ନରହତ୍ୟା, ବ୍ୟଭିଚାର, ଲୋଭ, ଦୁଷ୍ଟତା, ପ୍ରବଞ୍ଚନା, କାମୁକତା, ଈର୍ଷା, ଅପବାଦ, ଗର୍ବ, ମୂର୍ଖତା, ଏସବୁ ଆମ ହୃଦୟରୁ ବାହାରିଥାଏ ବା ଆମ ମନରୁ ବାହାରିଥାଏ। ଏଗୁଡ଼ାକ ଆମକୁ ଅଶୁଚି କରେ। ପ୍ରଭୁ ଆମମାନଙ୍କୁ ସ୍ୱାଧୀନ ଦେଇଛନ୍ତି। ତେଣୁ ସେହି ସ୍ୱାଧୀନତା ଯୋଗୁଁ, ଆମ ହୃଦୟରେ ଥିବା ଇଚ୍ଛା ଶକ୍ତି ଯୋଗୁଁ ଏସବୁ ଆମମାନଙ୍କୁ ଅଶୁଚି କରେ। ଅର୍ଥାତ୍ ଆମମାନେ ଆମ ଇଚ୍ଛା ଅନୁସାରେ ଯେତେବେଳେ ଆମମାନେ ପ୍ରଭୁଙ୍କର ଆଜ୍ଞା ଲଙ୍ଘନ କରୁଛୁ ବା ପାପ କରୁଛୁ, ତାହା ଆମମାନଙ୍କୁ ଅଶୁଚି କରେ। ତେଣୁ ଧୋଇବା ଦ୍ୱାରା ଆମର ପାପ ଶୁଚି ହୁଏ ନାହିଁ, କିନ୍ତୁ ପାପ ସ୍ୱୀକାର କରିବା ଦ୍ୱାରା, ଅନୁତାପ କରିବା ଦ୍ୱାରା, ପଶ୍ଚାତାପ କରିବା ଦ୍ୱାରା ପ୍ରଭୁ ଆମମାନଙ୍କୁ କ୍ଷମା ଦେଇଥାନ୍ତି। ସେ ନିଜେ ହିଁ କ୍ଷମା ଦେଇଥାନ୍ତି। ଆଉ ଅନେକ ସମୟରେ ସେ ତାହାଙ୍କ ଯାଜକମାନଙ୍କ ଦ୍ୱାରା ଆମମାନଙ୍କୁ କ୍ଷମା ଦେଇଥାନ୍ତି। ପୁରାତନ ବିଧାନରେ ପ୍ରବକ୍ତାମାନଙ୍କ ଦ୍ୱାରା, ଯାଜକଙ୍କ ଦ୍ୱାରା, ରାଜାଙ୍କ ଦ୍ୱାରା ମଧ୍ୟ ସେ ଆମକୁ କ୍ଷମା ଦେଉଥିଲେ। ଆଉ ଆଜି ବି ତାହାଙ୍କର ପ୍ରତିନିଧିମାନଙ୍କ ଜରିଆରେ ସେ ଆମମାନଙ୍କୁ ବହୁତ ପବିତ୍ର କରିଥାନ୍ତି, ଧୌତ କରିଥାନ୍ତି। ସଂସ୍କାର ମାଧ୍ୟମରେ ସେ ଆମମାନଙ୍କୁ ଧୌତ କରିଥାନ୍ତି।
ତେଣୁ ପ୍ରଭୁ ହିଁ ଆମମାନଙ୍କୁ ଶୁଚି କରିବେ। ପ୍ରଭୁଙ୍କର ବାଣୀ ଆମମାନଙ୍କୁ ଶୁଚି କରିବ। ପ୍ରାର୍ଥନା ମଧ୍ୟ ଆମମାନଙ୍କୁ ଶୁଚି କରିବ। ଧ୍ୟାନ, ଜପ, ତପ, ଯଜ୍ଞ, ସଂସ୍କାର ଏଗୁଡ଼ାକ ଦ୍ୱାରା ଆମମାନେ ଶୁଚି ହୋଇଥାଉ। ଖାଦ୍ୟ ଆମମାନଙ୍କୁ ଅଶୁଚି କରେ ନାହିଁ, କିନ୍ତୁ ଆମର ଚିନ୍ତା, ଆମର ଭାବନା, ଆମର ନିଷ୍ପତ୍ତି, ଆମର ପାପ ଆମମାନଙ୍କୁ ଅପବିତ୍ର ବା ଅଶୁଚି କରିଥାଏ। ତେଣୁ ଆସନ୍ତୁ ଆମମାନେ ପ୍ରଭୁଙ୍କ ସଂସ୍କାର ଦ୍ୱାରା, ପ୍ରଭୁଙ୍କର ବାଣୀ ଦ୍ୱାରା, ପ୍ରଭୁଙ୍କର ବାକ୍ୟ ଦ୍ୱାରା, ପ୍ରଭୁଙ୍କ ଠାରୁ ଆଉ ପ୍ରଭୁଙ୍କ ଦ୍ୱାରା ନିର୍ବାଚିତ ଲୋକମାନଙ୍କ ଠାରୁ ଶୁଚି ହେବା ପାଇଁ ଚେଷ୍ଟା କରିବା।